ହେଇଛି କିଲୋ? ମୁହଁ କାହିଁ ଶୁଖେଇକି ବସିଛୁ ବା? ଆଲୋ ସୁକୁଟି, ମୋ ଦୁଃଖ କଥା ଆଉ କହନାଲୋ। ଆଲୋ ନାନୀ, କଣ ହୋଇଛି କହିଲେ ସିନା ଜାଣିବି, ନ କହିଲେ କେମିତି ଜାଣିବି? ତୁ କଣ ମତେ ଭାବିଲୁ ଭବିଷ୍ୟବାଦୀ ପଣ୍ଡିତ ନା କଣ ବା? ଆଲୋ ସୁକୁଟି, ରାତି ପାଇଲେ ପଞ୍ଚୁକ। ସବୁଦିନ ମୁଁ ହାର ପାଣିଆ ଶୁଖୁଆ ଖଣ୍ଡେ ଧରି ଭାତ ଖାଇଦିଏ। ହେଲେ ଏଇ ପଞ୍ଚୁକରେ ମୁଁ କଣ କରିବି କିଛି ଜାଣିପାରୁନି। ଆଲୋ ମିଟୁ ନାନୀ, ତୁ ତାହେଲେ ଆଇଁଷ ଖାଇବୁନି ବୋଲି ଏଇ 5 ଦିନ ମନ ଦୁଃଖ କରି ବସିଛୁ? କାଇଁ, ଯିଏ ନ ଖାଇଲେ ନାହିଁ ତୁ ଘରେ କରିକି ନେଇ ଖାଉନୁ? ଆଲୋ ସେ ପୁରା ଉଇଁ କୁର୍କୁଟି ବୋହୁ ପରା, ମତେ ଘରେ ଆଇଁଷ ଭର୍ତ୍ତି କରି ଦଉନି। ଆଲୋ ମିଟୁ ନାନୀ, କୁର୍କୁଟି କାର୍ତ୍ତିକ ମାସରେ ଆଇଁଷ ଖାଉନି କିଲୋ? ନାଲୋ, ସିଏ କୁଆଡେ ହବିଷ କରିଛି। ଯିଏ ରାତି ପାହିଲେ ମାଛ ସ୍ୱପ୍ନ ଦେଖି କଂସାଏ ପଖାଳ ଖାଇଦିଏ, ସିଏ ପୁଣି ହବିଷ କରିଛି? ନା ନା ନା, ମିଟୁ ନାନୀ, କଥାଟା କାହିଁ ଜମା ମୋର ହଜମ ହଉନି। ହଉ ଠିକ୍ ଅଛି, ତୁ ଗୋଟେ କାମ କର, ତୁ ଏବେ ଘର ଭିତରକୁ ଯାଇ କୁର୍କୁଟିକୁ କହ 2 ଦିନ ପାଇଁ ମୁଁ ଟିକେ ବାହାରକୁ ଯାଉଛି ବୋଲି। ଆଲୋ ସୁକୁଟି, ତୋ କଥା କହିବା ଅନୁସାରେ ମୁଁ କୁର୍କୁଟିକି ସେମିତି କହିକି ଆସିଲି ଲୋ। ହଉ ଠିକ୍ ଅଛି, ଚାଲ ମୋ ସାଙ୍ଗରେ। ଆଲୋ ସୁକୁଟି, ତୁ ମତେ ଏହି ଜଙ୍ଗଲ ଭିତରକୁ କଣ ପାଇଁ ଆଣିଲୁ? ଆଉ ତୁ ମତେ କୁର୍କୁଟିକୁ ମିଛ କହିବା ପାଇଁ କାହିଁକି କହିଲୁ କିଲୋ? ଆଲୋ ମିଟୁ ନାନୀ, ସେ କୁର୍କୁଟିର ତୁ ଆଜି ଆଉ ଗୋଟେ ରୂପ ଦେଖିବୁ ଲୋ। ରହ ଟିକେ ସମୟ, ଯାଉ ତ ଘରକୁ ଯିବା। 2 ଘଣ୍ଟା ହୋଇ ସାରିଲାଣି ଲୋ, ଚାଲ ଏଥର ତ ଘରକୁ ଯିବା। ଆଲୋ ସୁକୁଟି, ଘର କବାଟ ତ ଭିତରୁ ବନ୍ଦ ହୋଇଛି, କିନ୍ତୁ ଘରୁ ଖାଲି ଚିଙ୍ଗୁଡ଼ି ମାଛର ଗନ୍ଧ ଖାଲି ବାହାରି ଆସୁଛି ଲୋ। ବୁଝିଲି ଏଥର ମୁଁ କଣ ପାଇଁ ଏମିତି ତତେ କରିବାକୁ କହିଲି। ଆଲୋ, ସେ ପୋଡ଼ା ମୁହିଁ ପତର ଗୋଟେଇ କୁର୍କୁଟିର ଏତେ ବହପ, ସେ ମତେ ଲୁଚେଇକି କାର୍ତ୍ତିକ ମାସକ ଯାକ ଆଇଁଷ ଖାଉଛି, ଆଉ ମତେ ଉପାସରେ ରଖି କହୁଛି କଣ ନା ଘରେ ଆଇଁଷ ପଶିବନି, ମୁଁ ହବିଷ କରିଛି। ଆଲୋ ଏ ପୋଡ଼ା ମୁହିଁ କୁର୍କୁଟି, କବାଟ ଖୋଲ, ତୁ ଖାଇବୁ ଚିଙ୍ଗୁଡ଼ି ମାଛ, ଆଉ ତୁ ଏଠୁ ମତେ ଉପାସରେ ରଖିବୁ? ଆଲୋ ହେ ନୀଳବର୍ଣ୍ଣଧାରୀ ସପୁନି ବୁଢ଼ୀ ଆସିଲାଣି ନା କଣ? ମୁଁ ଆଜି କବାଟ ଖୋଲିବିନି, ତୁ ମୋର କଣ କରିବୁ କର। ଆଲୋ ଠାକିରି ଗାଲି ବୋଦା ମୁହିଁ, ତୋର ଏତେ ବହପ, ତୁ ମୋ ଘରେ ରହି ମତେ କବାଟ ଖୋଲିବୁନି? ରହ, ଆଜି ତତେ ମୁଁ ଦଉଛି। ଆଲୋ ଏ ସୁକୁଟି, ତୋ ଘରେ ମୁଁ ଦେଖିଥିଲି ତୁ ଧାନେଇ ଲଙ୍କା ଶୁଖେଇଥିଲୁ, ସେଥିରୁ ମତେ ଆଣି ଲଙ୍କା ପୋଡ଼ା ଦେଲୁ। ଏଇ ନେ ଲୋ ମିଟୁ ନାନୀ, ରହଲା ଦେଖା ସୁନ୍ଦରୀ, ତତେ ମୁଁ ଦେଉଛି ପାନେ। ସୁକୁଟି, ତୁ ନେ ଏଇ ଲଙ୍କାକୁ, ଚାଳରେ ଉଡ଼ିକି ଯାଇ ଘର ଭିତରେ ଏ ପୋଡ଼ା ଲଙ୍କାକୁ ପକେଇ ଦେ। ମରିଗଲି ଲୋ ମରିଗଲି, ଏ ଶୁଆ